ଯେଉଁ ପିଲାମାନେ ଏଥରର OTT ପରୀକ୍ଷା ଦେଇଥିଲେ ସେମାନେ ଜାଣିଥିବେ ଗତ 22 ତାରିଖ ଦିନ ବୋର୍ଡ଼ ୱେବସାଇଟ୍ରେ OTT ରେଜଲ୍ଟ ପ୍ରକାଶ ପାଇଛି। କିନ୍ତୁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବର୍ଷ ପାସ୍ ହାର କମ୍ ଅଛି ଏବଂ ଫେଲ୍ ହାର ମାନେ ଅଧିକ ପିଲା ଫେଲ୍ ହେଇଛନ୍ତି ଏବଂ କମ୍ ପିଲା ପାସ୍ ହେଇଛନ୍ତି। ଏହାର କାରଣ କ'ଣ ଏବଂ ଏଥିପାଇଁ ପିଲାମାନଙ୍କ ମନରେ ଗୋଟେ ସମସ୍ତେ ବିଦ୍ରୋହ ଭାବ ଯାତ୍ର କରିଛନ୍ତି, ଯେଉଁଥିରେ କି ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ପିଲାମାନଙ୍କର ବିକ୍ଷୋଭ ମନୋଭାବ ପ୍ରକାଶ ପାଇଛି, ଯେଉଁଥିରେ କି ଗୋଟେ ତୁମର ୱେବସାଇଟ୍ ବା ଗୋଟେ ଏ ଆସିଥିଲା ଯେଉଁଥିରେ ରିପୋର୍ଟରୁ ଦେଖିପାରୁଥିବ ତୁମେ ନ୍ୟୁଜ୍ ପେପରରୁ ଯେ ବୋର୍ଡ଼ ୱେବସାଇଟ୍ରୁ OTT ଫଳ ପ୍ରଚାର ପାଇଛି 50,000 ପିଲା ପାସ୍ ଏବଂ 90,000 ପିଲା ଫେଲ୍। ଏହାକୁ ନେଇକି କ'ଣ ପାଇଁ ପିଲାମାନେ କରୁଛନ୍ତି? କାରଣ ବିଭିନ୍ନ ସମସ୍ୟା ଦେଇକରି ପିଲାମାନେ ସେଦିନ ପରୀକ୍ଷା ଦେଇଥିଲେ। ଅଗଷ୍ଟ 17 ତାରିଖରେ ଯେଉଁ ପରୀକ୍ଷା ହେଇଥିଲା ସେଦିନ ବହୁତ ପ୍ରୋବ୍ଲେମ୍ ଥିଲା। ବହୁତ ସେଣ୍ଟରରେ କେଉଁ ସେଣ୍ଟରରେ ଲାଇନ୍ ନଥିଲା, କେଉଁ ସେଣ୍ଟରରେ ପିଲାମାନେ ବର୍ଷା ପାଇଁ ଘଡ଼ଘଡ଼ି ପାଇଁ ଶୀଘ୍ର ପହଞ୍ଚି ପାରୁନଥିଲେ। ସେଥିପାଇଁ ପୂର୍ବରୁ କ'ଣ କରାଯାଇଥିଲା, ପିଲାମାନଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, କିନ୍ତୁ ବୋର୍ଡ଼ ୱେବସାଇଟ୍ ତରଫରୁ କିଛି ମଧ୍ୟ ପଦକ୍ଷେପ ନିଆଯାଇନଥିଲା। ପରବର୍ତ୍ତୀ ସମୟରେ ଯିଏ ବୋର୍ଡ଼ ସଭାପତି ମଧ୍ୟ କହିଥିଲେ ଯେ ଯେଉଁ ଜିଲ୍ଲା ଗୁଡ଼ିକରେ ବା ଯେଉଁ ସେଣ୍ଟର ଗୁଡ଼ିକରେ ଏସବୁ ପ୍ରୋବ୍ଲେମ୍ ପିଲାମାନେ ଫେସ୍ କରିଛନ୍ତି ସେମାନଙ୍କୁ ଗ୍ରେସ୍ ମାର୍କ ଦିଆଯିବ, କିନ୍ତୁ ତା ସମ୍ବନ୍ଧରେ କୌଣସି ପ୍ରକାର ନିଷ୍ପତ୍ତି ବା ପଦକ୍ଷେପ ନିଆଗଲାନି ଏବଂ ରେଜଲ୍ଟଟିକୁ ପ୍ରକାଶ ପାଇଗଲା, ଯଦ୍ୱାରା କି 1-2 ମାର୍କରେ ବହୁତ ପିଲାର କ'ଣ ହେଇପାରୁଛନ୍ତି କ୍ୱାଲିଫାଇ ହେଇପାରୁନାହାନ୍ତି OTT ଏକ୍ଜାମ୍ ପାଇଁ। ତେଣୁ ସେହି ପିଲାମାନଙ୍କର ଅନୁରୋଧ ତୁମମାନଙ୍କୁ ମୁଁ ଦେଖାଇବା ପାଇଁ ଚାହୁଁଛି ଯେ CME ଓଡ଼ିଶା ତରଫରୁ କ'ଣ କରିଛି, ଦିନ ଏମିତି ଚାଲିବ ବି OTT ପ୍ରଶ୍ନ ପତ୍ର ଭୁଲ କରିବା ପିଲା ପଇସା ଦେବେ, ସାର୍ଟିଫିକେଟ୍ ଓ ପଇସା ଦେବେ, ବର୍ଷା ଘଡ଼ଘଡ଼ିରେ ପରୀକ୍ଷା ଦେବେ, ଅନ୍ଧାରରେ ପ୍ରଶ୍ନପତ୍ର ଦେଖାଯିବ ନାହିଁ, ପିଲା ଆପତ୍ତି କଲେ ଗ୍ରେସ୍ ପାଇଁ BSc ଶୁଣିବ ନାହିଁ, ଅନ୍ଧାରରେ ପିଲା OMR ଦେଖିପାରିଲେ ସିନା ଉତ୍ତର ଦେବେ, 15-20 ମାର୍କ ଗ୍ରେସ୍ ଦିଆଯାଉ ପୁନଶ୍ଚ ବୋଲି ପିଲାମାନେ କ'ଣ କରୁଛନ୍ତି CME ଓଡ଼ିଶାକୁ ମଧ୍ୟ ଟ୍ୱିଟ୍ କରିଛନ୍ତି, ଯେଉଁଟାକି ବାସ୍ତବରେ ସଠିକ୍ କଥା। ପିଲାମାନଙ୍କୁ 10ରୁ 15 ମାର୍କ ଗ୍ରେସ୍ ମାର୍କ ମିଳିବା କଥା, କାରଣ ଯେହେତୁ ସେମାନଙ୍କର ବିଭିନ୍ନ ସମସ୍ୟା ଦେଇକରି ସେମାନେ କ'ଣ କରିଛନ୍ତି ପରୀକ୍ଷା ଦେଇଛନ୍ତି। ମୋର ମଧ୍ୟ ଗୋଟେ ସବୁଠୁ ବଡ଼ ଆବେଦନ ବା ସରକାରଙ୍କୁ ଗୁହାରି ବା BSc ଓଡ଼ିଶାକୁ ମୋର ଅନୁରୋଧ ଯେ ଯେଉଁ ପିଲାମାନେ ସତରେ ଏହି ପ୍ରୋବ୍ଲେମ୍ ଫେସ୍ କରିଛନ୍ତି ସେମାନଙ୍କୁ ନିହାତି ଗ୍ରେସ୍ ମାର୍କ ଦିଆଯାଉ ଏବଂ ଯେଉଁ ପିଲାମାନେ 2, 4, 5 ମାର୍କରେ ସେମାନଙ୍କର କ୍ୱାଲିଫାଇ ହେଇପାରୁନାହାନ୍ତି ସେମାନଙ୍କୁ ନିହାତି ପାସ୍ କରିଦିଆଯାଉ। ଏତିକି ମୋର ବିନୀତ ଅନୁରୋଧ। ତୁମମାନଙ୍କର ଓପିନିଅନ୍ କ'ଣ ବା ତୁମମାନେ କ'ଣ ଭାବୁଛ, ମୋ ସହିତ ଏକମତ ଅଛ କି ନୁହଁ, ତାହା ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିବ। ଯଦି ଏକମତ ଥିବ ୟେସ୍ ଲେଖିବ, ଯଦି ଅନ୍ୟ କୌଣସି ତୁମର ମତାମତ ଥାଏ ତାହା ମଧ୍ୟ କମେଣ୍ଟ ସେକ୍ସନରେ କମେଣ୍ଟ କରିବ।